ସ୍ୱଚ୍ଛ ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ। ଗାଁକୁ ନାହିଁ ରାସ୍ତା, ପଲିଥିନ୍ ତଳେ ବିତୁଛି ଜୀବନ। ସ୍ୱାଧୀନତାର ବର୍ଷ ପରେ ମଧ୍ୟ ଆଜି ବି ସରକାରୀ ସୁବିଧାରୁ ବଞ୍ଚିତ ମୋରଡ଼ା ବ୍ଲକ ପଳାଶୁଣୀ ପଞ୍ଚାୟତ ଅଧୀନ କୁସୁମକୁଟି ଗ୍ରାମବାସୀ। ମୌଳିକ ସୁବିଧାରୁ ବଞ୍ଚିତ ରହି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ। ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉକ୍ତ ଗ୍ରାମବାସୀ। ତେବେ ଗ୍ରାମର 14 ନମ୍ବର ୱାର୍ଡରେ ଅଛି ଏକମାତ୍ର ନଳକୂପ, କିନ୍ତୁ ପାଣି ବାହାରୁ ନଥିବାରୁ ବାଧ୍ୟ ହୋଇ ଗାଁରେ ଏକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି। ତେବେ ଉକ୍ତ କୂଅ ପାଣି ଅତିରିକ୍ତ ଗୁଳିଆ ପାଣି ହୋଇଥିବା ସତ୍ତ୍ୱେ ବାଧ୍ୟ ହୋଇ ତାହାକୁ ବ୍ୟବହାର କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଗ୍ରାମକୁ ବସୁଧା ପାଣି ପାଇପ୍ର ବ୍ୟବସ୍ଥା ଅଛି, କିନ୍ତୁ ଦୀର୍ଘ ମାସ ଉକ୍ତ ୱାର୍ଡକୁ ପାଣି ଆସିପାରୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଚାରିପଟେ ପାଇପ୍ ଲାଇନ୍ ଫାଟିଯାଉଛି। ଗ୍ରାମବାସୀମାନେ ଅଭିଯୋଗ କଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ବ୍ୟବହାର କରୁଥିବା କୂଅ ପାଣି ଗୁଳିଆ ସହିତ ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ବ୍ୟବହାର କରିଥିବା ବେଳେ ମଝିରେ ମଝିରେ ଅନେକ ଲୋକ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୁସୁମକୁଟି ଗ୍ରାମବାସୀଙ୍କ ଦୁଃଖ ବୁଝିବାକୁ କେହି ଚେଷ୍ଟା କରୁନଥିବା ଅଭିଯୋଗ ହୋଇଛି, କିନ୍ତୁ ପ୍ରବଳ ଖରା ଯୋଗୁଁ ଉକ୍ତ କୂଅର ପାଣି ତଳକୁ ଖସିଯିବାରୁ ସେଠାରୁ ମଧ୍ୟ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଗାଁରେ ଥିବା ଜଣେ ପ୍ରସୂତି ମହିଳା ଖୋଲା କୂଳରେ ଅପରିଷ୍କାର ପାଣିକୁ ଦୂରକୁ ବୋହି ନେଇ ବ୍ୟବହାର କରୁଥିବାରୁ କଷ୍ଟ ବଖାଣିଛନ୍ତି। ବିଶୁଦ୍ଧ ପାଣି ପାଇ ଗ୍ରାମବାସୀଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଏଠାରେ ବିଶୁଦ୍ଧ ପାନୀୟ ଜଳ ନଥିବାରୁ ଡାଇରିଆ, ଜଣ୍ଡିସ୍ ବ୍ୟାପିବା କଥାକୁ ଏଡ଼ାଇ ଦିଆଯାଇନପାରେ। ଏତିକିରେ ସରିନାହିଁ ଗାଁର ସମସ୍ୟା। ଗ୍ରାମର ବୁଦ୍ଧେଶ୍ୱର ହାଁସଦା, ରତ୍ନୀ ମୁର୍ମୁ, ବୁଧୁ ମୁର୍ମୁ ଭଳି ଅନେକ ହିତାଧିକାରୀ ମାନେ ସରକାରୀ ଘର ଖଣ୍ଡେ ହେଉ କି ଭତ୍ତା କିମ୍ବା ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ପାଇପାରୁନାହାନ୍ତି। ପଲିଥିନ୍ ତଳେ ବିତୁଛି ଜୀବନ। ଅପରପକ୍ଷରେ ଉକ୍ତ ଗ୍ରାମର 14 ନମ୍ବର ୱାର୍ଡକୁ ରାସ୍ତା ନଥିବା ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି ଆସିପାରୁନାହିଁ। ଗାଁକୁ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି ବର୍ତ୍ତମାନ, କିନ୍ତୁ ଜରୁରୀକାଳୀନ ଭିତ୍ତିରେ ପାଣି ଟ୍ୟାଙ୍କର ବ୍ୟବସ୍ଥା ସହିତ ନୂତନ ନଳକୂପର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଏହିସବୁ ସମସ୍ୟାର ସମାଧାନ ପାଇଁ ରତ୍ନୀ ମୁର୍ମୁ, ବୁଧୁ ମୁର୍ମୁ ଓ ବୁଦ୍ଧେଶ୍ୱର ହାଁସଦା, ପାହାମାରେଣ୍ଡି, ଜଗନ୍ନାଥ ମୁର୍ମୁ ଓ ଫୁଲମଣୀ ସରେନ ପ୍ରମୁଖ ଦାବି କରିଛନ୍ତି। ତେବେ ଏନେଇ ମୋରଡ଼ା ବିଡିଓ ଅଣକର ନାୟକ ପାନୀୟ ଜଳ ଯନ୍ତ୍ରୀ ସସ୍ମିତା ପତିଙ୍କ ମତ ନେବାରୁ ସେ କହିଛନ୍ତି ଯେ ଗାଁରେ ଥିବା ନଳକୂପକୁ ମରାମତି କରିବା ସହିତ ବିଶୁଦ୍ଧ ପାନୀୟ ଜଳ ପାଇଁ ବ୍ୟବସ୍ଥା କରିବୁ। ତେବେ ଦୀର୍ଘ ମାସ ଧରି ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ ମଧ୍ୟ ଉକ୍ତ ଗ୍ରାମ ଉପରେ କାହାର ନଜର ପଡ଼ୁନାହିଁ। ତେବେ ଗଣମାଧ୍ୟମ ପହଞ୍ଚିଲା ପରେ କ'ଣ ସୁଧାର ହେଉଛି ଦେଖିବାକୁ ବାକି ରହିଲା। नाम कौन? फुलमणि सरेन घर जियापाଳ। कौन असुविधा कौन होइछि? पानी पाऊनी आम तो एत दिन है टांकी तो पानी टांकी अच्छी आम एपटे तो पानी नहीं 10 दिन थे पानी छाड़ुच आते खर टाइम आम पानी आनिकी पीवा ना धोइबा ना किस करवा ଆମେ ଦେଖୁଛୁ ପାଣି ପହଞ୍ଚୁନି, ପାଣି ଛାଡା ହେଇଛି, ପାଣି ପହଞ୍ଚୁନି। ना पानी टोटाल आसुनी एपटे ତ ଏଠି ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଇନି? ना परा किए किए आसनी ଏବଂ ଆଉ ଗୋଟେ ଦେଖୁଛୁ ଗାଁକୁ ରାସ୍ତା ନାହିଁ, କଣ ସମସ୍ୟା କହିଛି? रास्ता भी नहीं 108 भी आसुनी किसी गाड़ी पाटी की किसी जड़े जर हेले आ गाड़ी फाड़ी पशि पारनी କଣ ଦାବି ରଖିବେ? टिके रास्ता टिके भल से हो जाओ आ पानी फाणी टिके सुविधा हो जाओ। टिबिल अच्छी टिबिल भी पानी बाहर टिबिल रे भी ଏବେ କୋଉଠୁ ପାଣି ଆଣି ପିଉଛନ୍ତି? कूर ସେ କୂଅ ପାଣି କେମିତି कूह पानी भी खराब पानी से भल नहीं। ବାଧ୍ୟ ହେଇକି ସେଇଟା ୟୁଜ୍ हाँ କରୁଛନ୍ତି? ସେ ନାମ କଣ? ଜଗନ୍ନାଥ ମୁର୍ମୁ, ଘର ଏ କୁସୁମକୁଟି ଜିଆପାଳ। କଣ ଗାଁର ଅସୁବିଧା କଣ ରହିଛି? ଗାଁର ଆମର ବହୁତ ଅସୁବିଧା, ରାସ୍ତା ନାହିଁ ଆଜ୍ଞା। ଆମର ଗାଡ଼ି ଆସିବା ପାଇଁ ରାସ୍ତା ବି ହେଉନାହିଁ, ମାନେ 108 ବି ଆସିପାରୁନି। ଭବିଷ୍ୟତ ଆମ ଜ୍ୱର ହେଇଗଲେ ଘର ପାଖରେ କି ବୁଢ଼ା ବୁଢ଼ୀ ମାନେ ଆମେ ଉଠି ପାରୁନି, ଟେକିକି ନେଇତେ ହେଉଛି ବହୁତ ଦୂରିଆ। ସେପାଇଁ ଆଉ ଘର ପାଖରେ ପହଞ୍ଚିବାକୁ ଦରକାର ଗାଡ଼ିଟା। ତେବେ ସେଇଟା ଆମର ଅସୁବିଧା। ଆଉ ରାସ୍ତାର ଟିକେ ଅସୁବିଧା ହେତୁ ସେ ରାସ୍ତା ବି ହେଇପାରୁନି। ସେଇଟା ଆମର ଟିକେ ଅସୁବିଧା ଅଛି ରାସ୍ତା, ସେ ଗାଡ଼ି ପାଇଁ ବି ଆମର ଆସିପାରୁନି। ସମସ୍ୟା କଣ ରହିଛି? ପାଣିର ବହୁତ ଅସୁବିଧା, କାହିଁକିନା ଖରା ଦିନ ଟିକେ ଆମେ ବହୁତ ଅସୁବିଧା ହଉଛି, କଷ୍ଟ ପାଉଛି। ହଁ, ସେ ଗୋଳିଆ ପାଣି କୂଅର ବାହାରୁଛି, ସେଇ ଆମେ ଖାଉଛି ପିଉଛି ଆଉ। ଗୋଳିଆ ପାଣି ୟୁଜ୍ କରୁଛୁ? ହଁ, ବସୁଧା ପାଣି ଟାଙ୍କି ପାଇପ୍ ଲାଇନ୍ ଆସିନି? ସେଇଟା ଦେଇଛନ୍ତି ଅବଶ୍ୟ, ଦିନେ ଦିନେ ଆସୁଛି ଆଉ ଆସୁନାହିଁ କେବେ ବି। ସେଟା ସେରକମ ଭଲକି ପାଇପାରୁନି, ପାଣି ଆସୁନି, ହଁ। କଣ ଦାବି ରଖିବେ? ଆଉ ସେଇ ପାଣି ପାଇଁ ଆମେ ଦାବି କରୁଛି, ଆଉ ରାସ୍ତା ପାଇଁ, ଆଉ ଘର ବି ଆମର। ଆପଣଙ୍କ ନାମ? ବୁଦ୍ଧେଶ୍ୱର ହାଁସଦା, ଘର କୁସୁମକୁଟି। କଣ ସମସ୍ୟା? ସମସ୍ୟା ଆଜ୍ଞା ଦୀର୍ଘ ବର୍ଷ ହେଲା
मुई केरपाल टाँगी रोची मोर कांथ भी नहीं कि किसी भी नहीं किंतु वार्ड मेंबर को कहले शुणुनी कि पीओ को भी कहले शुणुनी काहरी तो मो कथा शुणिलेनी आउ सरकार को विनती करी एते थर कहले हेले भी मो कथा कहीं शुणु नांते कौन दाबी करबे केमती अवस्था रोचन केते जन रोचन घरे 4 जन मु मो स्त्री आ छुआ 2टा केमती अवस्था रोचन खरा वर्षा झड़ तूफान रे बहुत डर रे बहुत असुविधा रे जदि सरकार को कहबी टिके विनती करी मो कथा रखले एटा मो चिरप्रकृत होइथांती नाम कौन माउसी बोधुए बर कौन असुविधा घर नाही भत्ता नाही हैरान होची घरे केमती पानी पड़ुची पॉलिथिन हाँ घर पानी पुरुषी केते जन रोचे घरे बोहो अच्छी पो अच्छी मो अच्छी घर अप्लाई करछो एप्लाय करी तो हो हेलानी भत्ता भत्ता भी केते नहीं। वर्ष लानी आपन स्वामी गलानी 15 वर्ष विधवा भत्ता 15 वर्ष लानी पाई नांती ना किसी पाइनी घर भी नहीं भत्ता भी नहीं अप्लाई कला मध्ये अप्लाई कला पर भी के सुनु नांती ना केही तो आसुनी केही तो शुणुनी कहूँ हाँ हाँ पाइबे पाइबे कहीं किछि होनी किसी तो होनी केते कष्ट रहउतो कष्ट बोली काम दाम भी मु पारुनी किसी नहीं नाम कौन रुतनी मुर्मू घर घर नहीं कोउठी रहउतो से जोरी रे ढाकी रही तो प्रशासन को अप्लाई कर दिछो प्रशासन पाखरे घर पे अप्लाई करछो हाँ घर मिलिनी हाँ केते असुविधा रहउतो केते जन रहउतो घरे ए घर केते जन रहउतो किरी ले 4 जन 4 जन रहउतो हाँ ଏବଂ ତ ଆମେ ଶୁଣୁଥିଲୁ ଯେ ଆପଣଙ୍କର ସ୍ୱାମୀ ନାହାନ୍ତି ना କେତେ ବର୍ଷ ହେଲାଣି ଗଲେଣି वर्षे ବିଧବା ଭତ୍ତା ପାଉଛ ना ବିଧବା ଭତ୍ତା ବି କେବେ ମିଳିନି हम्म ଆପ୍ଲାଏ କଲା ପରେ ମଧ୍ୟ ମିଳୁନି हम्म କଣ ଦାବି ରଖିବ हम्म କଣ ଚାହୁଁଛ କଣ ଚାହୁଁଛ होइनी घर चाहुँच भत्ता ना नाम नाम क्या है वहाँ मेरा क्या दिक्कत क्या है दिक्कत तो बहुत है अब पानी भी नहीं मिल रहा है और घर भी नहीं मिल रहा है तो पानी के लिए क्या समस्या है जो पानी हम देखते हैं दूषित पानी है जो कुआं में है और जो पानी में तो कुआं में तो गंदा पानी रहता है वही हम पीते और पानी भी नहीं आ रहा है जो वसुधा पानी टंकी है वहाँ पे नहीं आ रहा है नहीं आ रहा है वो टंकी से टंकी से नहीं आ रहा है नहीं तो आप तो एक गर्भवती महिला है हाँ गर्भवती महिला क्या करे फिर मजबूरी से लेना पड़ता है पानी कुआं से और कुआं का पानी भी बहुत कितना नीचे महीने में का डिलीवरी है आप 8 महीने 8 महीने के बाद भी वो पानी दूर से बहुत दूर से लाना पड़ता है क्या करे पानी नहीं पाने के लिए पानी के लिए बहुत दिक्कत है सर क्या चाहते हैं सरकार से क्या चाहते हैं सरकार से तो क्या है, पानी और घर सही करना है हाँ अभी तक सही नहीं हुआ है सही नहीं हुआ है पानी भी नहीं आ रहा ठीक से और घर भी नहीं मिल रहा है कितना दिक्कत हो रहा है बहुत दिक्कत है सर नहाने के पानी का भी बहुत दूर है और पीने का भी ये छोटा छोटा बच्चा जो है ना बच्चा भी है छोटा छोटा और कितना मुश्किल से पानी भी लाना पड़ता है उसमें तो पेट खराब होता होगा हाँ क्या सरकार से क्या दाबी करना चाहेंगे पानी सही सही हाँ करना हाँ पानी सही करना है और घर भी